ହଁ କୁହ। ଶୋଇ ପଡିଥିଲି ତ। ହଁ ବୋଉ ଆଉ ଖୁଡି ଆସୁଛନ୍ତି? କେତେବେଳେ ଫୋନ କରିଥିଲେ? ଆଚ୍ଛା 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 ହଉ 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 ତାହେଲେ ରଖ, ମୁଁ ଯାଏ ଘର ଦ୍ୱାର ସଫା କରିଦିଏ। ହଉ। ପ୍ରଥମ ଥର ଆମର ଏଇ ଭଡା ଘରକୁ ଶାଶୁ ଆସୁଛନ୍ତି। କେଜାଣି କଣ କହିବେ, ଏବେଠୁ ଭାବିଲା ବେଳକୁ ଭୟ ଲାଗୁଛି। ଯା ରୋଷେଇଟା ସାରିଦିଏ। ବୋଉ ଖୁଡି ଆସନ୍ତୁ ଆସନ୍ତୁ, ରୋଷେଇ ଘରେ ଥିଲି ତ ସେଇଥିପାଇଁ କବାଟ ଖୋଲି ଖୋଲି ଲେଟ୍ ହେଇଗଲା। ଆପଣ ବସନ୍ତୁ, ମୁଁ ପାଣି ନେଇକି ଆସିଛି। ବଡ ଘର ଗୋଟେ ନେଇଛନ୍ତି ଭଡାରେ ଆଉ। ଦେଖୁଛୁ ତ ଘରକୁ କେମିତି ସଫା ସୁତୁରା ରଖିଛି। ଆଉ ମତେ ଲାଗୁନି ଏ ସଫା କରୁଥିବ ବୋଲି। ମତେ ଲାଗୁଛି କୁଆଡୁ କାମବାଲି ଗୋଟେ ରଖିଥିବ, ସିଏ ଆସିକି କରିଦେଇକି ପଳଉଥିବ। ମୋ ପୁଅର ଟଙ୍କା ଲୁଟୁଛି ଆଉ। ନାଇଁ ମୋ ନାନୀ, ମୁଁ ଏବେ ପଚାରିଲି ବୋହୂକୁ, ଆଉ କେହି କାମ କରିବାକୁ ଆସୁନାହାନ୍ତି, ସବୁ ଇଏ ଏକା କରୁଛି। ବୋଉ ଚା ଫା କିଛି ବନେଇଦେବି? ଏବେ ତ କୋଲ୍ଡଡ୍ରିଙ୍କସ ଦେଇଥିଲୁ ପିଇଲୁ, ଆଉ ପୁଣି କଣ ଚା ଫା ଯେ? ହଉ 12ଟା ତ ବାଜିଲେଣି, ଆପଣ ଗାଧେଇ ପଡନ୍ତୁ। ଭାତ ବାଢିକି ବି ଖାଇ ନେବେ ଆଉ। ଆମର ଗାଧୁଆ ପାଧୁଆ ନାହିଁ, ଆମେ ଗାଧେଇକି ଆସିଛୁ। ଏଇ ହସ୍ପିଟାଲ ଦେଖେଇବାର ଥିଲା, ତା ଗୋଡର ନଖଟା କଣ ହେଇଥିଲା। ସେ ଟାଉନ ଆସିଥିଲୁ ହସ୍ପିଟାଲକୁ, ସେଇଥିପାଇଁ ଭାବିଲି କି ଆସୁଛି ଯେତେବେଳେ ପଶି ଦେଇକି ଯାଏ। ପୁଅ ଟା ଖରାପ ଭାବିବ ଆଉ। ମେଡିକାଲ କେସରେ ଆସିଲେ ତ ଏମିତି ହବ, ଆଉ କଣ କରିବା। ଆମେ ଗାଧେଇକି ଆସିଛୁ 2 ଜଣ ଯାକ। ହଉ ଚାଲ ଚାଲ ଖାଇଦବା ଚାଲ। ବୋଉ ଆଉ ତରକାରୀ ଦେବି? ନା ନା ନା, ଖୁଡି ଆପଣଙ୍କୁ ଆରେ ପେଟ ଭରିଗଲା, ଆଉ ଟିକେ ଜମା ଖାଇବନି। ନେଇଯାଆନ୍ତୁ। ହେଲା ହେଲା ହେଲା। ହଉ ହଉ ଆପଣଙ୍କର ତ ଖିଆଖୁଇ ସରିଲାଣି, ଖୁଡି ସହିତ ଯାଇକି ରୁମରେ ରେଷ୍ଟ କରନ୍ତୁ। ମୁଁ ଟିକେ କିଚେନ ଫିଚେନ ସଫା କରିକି ବାସନ ଗୁଡାକ ଧୋଇ ଦେଇକି ଆସୁଛି। ହଉ ଯାଏ ଛୁଆଟାକୁ ବି ଟିକେ ଦେଖିଦିଏ। ଭଡା ଘର କଣ କେବେ ନିଜର ହେଲାନି? ଭଡା ଘରକୁ ଏମାନେ ସବୁ ଆଜିକାଲିର ବୋହୂ ନିଜର କରିବାକୁ ବସୁଛନ୍ତି। ଭଡା ଘର ଯେତେ ଯାହା ହେଲେ ବି ଭଡା ଘର। ଆଚ୍ଛା ମୁଁ ଗୋଟେ ଜିନିଷ ବୁଝିପାରୁନି, ଆ ସେଠି ବି ତୁ ରୋଷେଇ କରୁଥିଲୁ, ଏଠି ବି ରୋଷେଇ କରୁଛୁ, ସେଠି ବି ଘର କାମ, ଏଠି ବି ଘର କାମ, ତ ଅସୁବିଧା ଟା କଣ? ଏମାନେ ନା ଆଜିକାଲିର ବୋହୂ ମାନେ ତାଙ୍କର ଅସୁବିଧା ହେଇଟା କି ସେ ଶାଶୁ ଶ୍ୱଶୁରର କରିବେନି। ମଲା ଜନାନୀ ଆଉ ଭଡା ଘରେ ରହିବେନି ଆଉ କୋଉଠି ରହିବେ ମ? ଆଜିକାଲିର ବୋହୂ ମାନେ ଶାଶୁ ଶ୍ୱଶୁର ସହିତ ଚଳି ପାରିଲେ ତ। ଯିଏ ଶାଶୁ ଶ୍ୱଶୁର ସାଙ୍ଗେ ଚଳି ନ ପାରିବ, ସେ କେମିତି ଭଡା ଘରେ ରହିବ? ଏଗୁଡା ଅଳସୁଇ ଗୁଡାକ, ଏ କାମ କରିବା ତାଙ୍କୁ ପସନ୍ଦ ନୁହେଁ। ସବୁ କାମ ଚୋରଣୀ ମାନେ ଏମିତି ଘର ଭଡା ନିଅନ୍ତି। ଆଜିକାଲିର ବୋହୂ ମାନଙ୍କୁ ଆଜାଦି ଦରକାର, ଆଜାଦି। ସିଏ ରହିପାରିବେନି ଆମ ମାନଙ୍କ ସହିତ। ଶାଶୁ ଶ୍ୱଶୁରର କରିଲେ ପରା ତାଙ୍କୁ ବାଧା ହବ। କାମ ଚୋରଣୀ ମାନେ ସବୁ ଭଡାରେ ରୁହନ୍ତି। କାମ କରିବାକୁ ପଡିବ ବୋଲି ଏମାନେ ଆସିକି ଭଡାରେ ରୁହନ୍ତି ବୁଝିଲୁ। ହଁ ହଁ ସେ ହଁ ହଁ ସେଇ ମାଉସୀ ମ ମାଉସୀ ନାଇଁ ବୋଉ କଥାକୁ ଚେଞ୍ଜ କରିବା ଆଉ ତ ଦରକାର ନାହିଁ, ମୁଁ ଶୁଣି ସାରିଛି ତମେ ମୋ ବିଷୟରେ ହିଁ କଥା ହଉଥିଲ। ଗୋଟେ କଥା ମନେ ରଖ, ଘରକୁ ଯୋଉ ଚେଞ୍ଜ କରିବାର କଥା ଆପଣ କହିଲେନି, ସେଟା କେବଳ କାମ ପାଇଁ ଚେଞ୍ଜ ହେଇନଥାଏ। ଆପଣଙ୍କୁ କଣ ଲାଗୁଛି ସେଇ ଘରେ ବେଶୀ କାମ ପଡୁଥିଲା, ଏଇ ଘରେ କମ କାମ ବୋଲି ମୁଁ ଆସିକି ଭଡା ଘରେ ରହୁଛି? ବୋହୂ ମାନଙ୍କୁ ତ କାମ କରିବାରେ କେବେ ବି କୌଣସି ଅସୁବିଧା ହେଇନଥାଏ। କାମ ଏତିକି ହଉ କି ଏତେ, ସେ ଶାଶୁ ଘରେ ଖୁସି ଖୁସି କରିଥାନ୍ତି। କାହିଁକି ଆଜିକାଲିର ବୋହୂ ମାନେ ଭଡା ଘରେ ରହିବାକୁ ଚାହୁଁଛନ୍ତି ଆପଣ ଜାଣିଛନ୍ତି? ଆଜିକାଲିର ବୋହୂ ମାନେ ଏଇଥିପାଇଁ ଭଡା ଘରେ ରହୁଛନ୍ତି, ତମର ଏଇ କୂଟନୀତି ପାଇଁ, ତମର ଏଇ ଚୁଗଲି ବାଜି ପାଇଁ, ଆଉ ତମର ଏଇ ପାତର ଅନ୍ତର ପାଇଁ, ଆଉ କାମ କରି ସାରିଲା ପରେ ଏଇ ନିନ୍ଦା ପାଇଁ। ସେଇଥିପାଇଁ ଆଜିକାଲିର ବୋହୂ ମାନେ ମରି ପଡି ଆସିକି ଭଡା ଘରେ ରହୁଛନ୍ତି। ଆପଣ କଣ ଭାବୁଛନ୍ତି ଭଡା ଘରେ କିଛି କାମ ହୁଏନି? 2ଟା ରୁଟି ବନେଇବା ଯାହା 5ଟା ରୁଟି ବନେଇବା ତାହା। ଭଡା ଘରେ ବି ଝାଡୁ ହୁଏ, ଭଡା ଘରେ ବି କପଡା ଧୁଆ ହୁଏ, ଭଡା ଘରେ ବି ସବୁ ସେମ କାମ ହୁଏ। ବାସ୍ ଖାଲି ଫରକ ଏତିକି କି ଭଡା ଘରେ ଆମେ ନିଜ ଇଚ୍ଛାରେ କରିପାରୁ, ଯୋଉଟା
ଶାଶୁ ଘରେ ପାବନ୍ଦି ଥାଏ। କେତେ ଲୁଣ ସରିଲା, କେତେ ଚିନି ସରିଲା, ବୋହୁ କଣ ଖାଇଲା, କେତେଟା ଖାଇଲା, କାହିଁକି ଖାଇଲା, ଏସବୁର ପ୍ରଶ୍ନ କରିବାକୁ କେହି ନଥାନ୍ତି। ଖାଲି ଆପଣ ଆଉ ଖୁଡି କାହିଁକି ବୋଉ, ଦୁନିଆରେ ସମସ୍ତେ ଭାବନ୍ତି କି ବୋହୂ ମାନେ ଆଜିକାଲି ଭଡା ଘରକୁ ଏଇଥିପାଇଁ ଯାଉଛନ୍ତି କାହିଁକି ନା ତାଙ୍କୁ ଶାଶୁ ଶ୍ୱଶୁରର ସେବା କରିବାକୁ ପଡିବନି। ଦେଖିଲା ବେଳେ କଥା କିଛି ଅଲଗା। ଆମେ ତ ଖୁସି ଖୁସି ଶାଶୁ ଶ୍ୱଶୁରର ସେବା କରିବୁ। ଶାଶୁ ଶ୍ୱଶୁରଙ୍କୁ ଆମେ ବାପା ମା ପରି ମାନୁ। ତାଙ୍କର ସେବା କରିବାରେ ଆମକୁ କେବେ ବି ଆପତ୍ତି ନାହିଁ। କିନ୍ତୁ ଆମକୁ ବାଧିଥାଏ ସେମାନେ ଯୋଉ ଆମକୁ ହଇରାଣ କରନ୍ତି, ନିନ୍ଦା କରନ୍ତି, ସେଇଥିପାଇଁ ଆମେ ଅଲଗା ହେଇକି ରହୁ। ଆଉ ଗୋଟେ କଥା ବୋଉ, ଆପଣ ଭାବୁଥିବେ କି ଭଡା ଘରେ ବୋହୂମାନେ ଆସିଲେ ବହୁତ ଶାନ୍ତିରେ ରୁହନ୍ତି। ନା, ଆମେ ବି ବଦନାମ ହେଇଯାଉ ବୋଉ। କି ଦେଖ ଶାଶୁ ଘରେ ଚଳି ପାରିଲାନି, ଆସିକି ଭଡା ଘରେ ଅଛି। ଦେଖ ଇଏ ଭଡା ଘରେ ଅଛି, ତୁ ଶାଶୁ ଶ୍ୱଶୁର ସାଙ୍ଗରେ କାହିଁକି ରହୁନୁ? ଅନେକ ପ୍ରଶ୍ନ ଲୋକ ପଚାରନ୍ତି। କିଛି ଲୋକ ଭାବନ୍ତି ଇଏ ଘର ଭାଙ୍ଗିଟା, ବାହା ହଉ ଆସିକି ଭଡାରେ ରହୁଛି। କିନ୍ତୁ କେହି କେବେ ଭାବିଛନ୍ତି କି ଭଡା ଘରେ ରହିବାର କାରଣଟା କଣ? କେହି କେବେ ଜାଣିବାକୁ ଚାହାନ୍ତିନି। କି ଆଉ ମୁଁ କାହାକୁ ବୁଝେଇ ବି ପାରିବିନି। ମୋ ପରି ଅନେକ ବୋହୂ ବାହାରେ ଭଡାରେ ରହୁଛନ୍ତି, କିନ୍ତୁ କାହିଁକି ରହୁଛନ୍ତି, କଣ ପାଇଁ ରହୁଛନ୍ତି, ସେମାନେ ଜାଣିଛନ୍ତି। ସବୁ ବୋହୂ ମାନେ ଖୁସି ଖୁସି ଆସିକି ଭଡା ଘରେ ରୁହନ୍ତି। କିଛି ଶାଶୁ ଶ୍ୱଶୁର ବାଧ୍ୟ କରିଦେଇଥାନ୍ତି ଯାଇକି ସେମାନଙ୍କୁ ଭଡା ଘରେ ରହିବା ପାଇଁ। ହଉ ନାନୀ, ଯାହା ହେଲା ହେଲା। ଏବେ ଆଉ ଏଇ ପୁରୁଣା କଥାକୁ ଆଲୋଚନା ନ କରିକି ମିଳିମିଶି ରହିବାକୁ ଚେଷ୍ଟା କର। ଆଉ ବୋହୁଟା ଭଡା ଘରେ ରହିଲେ ବୋହୁ ବି ବଦନାମ। ଲୋକ ତା ନାଁରେ ଲକ୍ଷେ କଥା ଗପିବେ, କହିବେ ଚଳି ପାରିଲାନି, ଶାଶୁ ଘରେ ରହି ପାରିଲାନି, ଭଡା ଘରେ ରହୁଛି, ଏମିତି ସେମିତି। ଆଉ ଖାଲି ତାକୁ ନୁହେଁ, ତମକୁ ବି ଲୋକ ହସିବେ, କହିବେ ବୋହୁଟାକୁ ଚଳେଇ ପାରିଲେନି। ଯାଇକି ବୋହୁଟାକୁ ଘରୁ ତଡ଼ିଦେଲେ, ବୋହୁ ଯାଇକି ଭଡା ଘରେ ରହୁଛି। କଣ ଖାଲି ବୋହୂ ମାନଙ୍କ ନାଁରେ ଲୋକ ଗପନ୍ତି, ଶାଶୁ ମାନଙ୍କ ନାଁରେ ବି ଗପୁଛନ୍ତି। ମିଳିମିଶିକି ଚଳିବାକୁ ଚେଷ୍ଟା କର। ଯାହା ହେଲା ହେଲା, ଏବେ ବୋହୂକୁ ପାଛୋଟି ଆଣ ଘରକୁ। ହଉ ବୋହୂ ମା, ଯାହା ହେଲା ହେଲା, ସବୁ ଭୁଲିଯା, ମିଳିମିଶିକି ରହିବା। ମୁଁ ବି ତୋର ପରିସ୍ଥିତି ବୁଝିବି, ତୁ ବି ଆମର ପରିସ୍ଥିତି ବୁଝିବୁ। ମିଳିମିଶିକି ଘର କାମ କରିବା, ମିଳିମିଶିକି ସବୁ କରିବା ହେଲା। ବାକି ପଦକୀୟ କଥା ତ ବୋଉ, ଏମିତି ମିଳିମିଶି ଚଳିବା କଥା ଯଦି ଆପଣ 6 ମାସ ପୂର୍ବରୁ ଭାବିଥାନ୍ତେ, ନା ଆମେ ଏଇ ଭଡା ଘରକୁ ଆସିଥାନ୍ତୁ, ନା ଆପଣଙ୍କର ଘର କଥା ବାହାରେ ପଡିଥାନ୍ତା। ଏଇ ଟିକିଏ କଥା କି ମିଳିମିଶି ଚଳିବା, ଏଇ ଟିକିଏ କଥା ହିଁ ପରିବାରକୁ ବାନ୍ଧିଥାଏ। କହିଦିଅନ୍ତି ଲୋକ, କିନ୍ତୁ କେହି କେବେ ମିଳିମିଶିକି ରହିବାକୁ ଚାହାନ୍ତିନି। ସେଇ ଚୁଗଲି, ସେଇ ନିନ୍ଦା, ସେଇ ଅପବାଦ, ସେଇ କୂଟନୀତି, ସେଇ ପାତର ଅନ୍ତର କରି ଚାଲିଥାନ୍ତି। କେଜାଣି ଆପଣ ଯେମିତି ସୁଧୁରି ଗଲେ, ଯଦି ଅନେକ ଶାଶୁ ଶ୍ୱଶୁର ସୁଧୁରି ଯିବେ, ହୁଏତ ପୁଅ ବୋହୂ ମାନଙ୍କୁ ବାହାରେ ଘର ଭଡାରେ ରହିବାକୁ ପଡିବନି।